କାହିଁକି ସାଥିରେ ତୁମେ ଜଣେ ହେଲେ ଏମଏଲଏ କୁ ତୁମେ ପେଣ୍ଡାଲୁ କହିବାକୁ ଏକୁଟିଆ କହିବ ବା 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 ଭଲ ଗଣତନ୍ତ୍ରରେ ଆମେ ତମ ଅଧୀନରେ ରହିକି ଚାକିରି କଲା ଭଳିଆ ରହିବୁ ମୁଁ କାହିଁ ରହିବି କ'ଣ ଦରକାର ଥିଲା ପ୍ରଶ୍ନ ପାଠଶାଣୀକି ରାଜସଭାକୁ ପଠିବାକୁ କହିବା ମୁଁ ତ ଲୋକସଭା ଲୋକ ମୁଁ ତ ଡାଇରେକ୍ଟ ଲୋକଙ୍କ ଲୋକ କ'ଣ ପାଇଁ କହୁଥିଲ ଥରେ ନୁହେଁ ବାରମ୍ବାର ଆନାଉନ୍ସ କଲ ତମ ଟିଭିରେ ଥରେ ନୁହେଁ ଦୁଇଥର ନୁହେଁ ତିନିଥର ନୁହେଁ ଦେଲ କି କାହାକୁ ଦେଲ ଯାହାକୁ ଦେଲ ତାଙ୍କ ବିରୁଦ୍ଧ କହିବାର ନାହିଁ ଓଡ଼ିଶାର ଲୋକ ନଥିଲେ ଠିକ୍ ସେଇଭଳି ଏତେ ଭୁଲ କରୁଛନ୍ତି ଯେ ତାର କିଛି ସ୍ଥିରତା ନାହିଁ ତୁମେ ଅଛ କ'ଣ ତମକୁ ପରା ବିଜେପି ଲୋକ ପସନ୍ଦ କରିକି ଦେଲେ ଭୋଟ ଆଉ ତମେ ଏତେ କଥା କହୁଥିଲ ତମକୁ ପରା ଆଉ ଦେଲେନି ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଯଦି ତମକୁ ନଦେଲେ ତମେ ଯେମିତି ଥିଲ ଯଦି ସେମିତି କରୁଥାନ୍ତ ମୁଁ ପସନ୍ଦ କରନ୍ତି ଆଉ ତମେ କ'ଣ ଏମିତି ଓଲଟା କାମ ସବୁ କରୁଛ ସିଏ ତ ତା ଘରକୁ ଯିବ ତମ ଘରେ କ'ଣ ଚଳୁଛି ଲୋକ ଦେଖୁନାହାନ୍ତି ମୋତେ ଦୁଃଖ ଲାଗିଲା ସମସ୍ତଙ୍କ ଉପରେ ଏତେ ଭିଣ୍ଡିକ୍ଟିଭ୍ କାହିଁକି হ্যাঁ ତୁ ମାରିନୁ ଆରେ ତୁ ବାଘ ଆସିଲା ଖାଇବାକୁ ଦେଖିଲା ଛେଳି ଛୁଆଟାକୁ ଖାଇବୁ କେମିତିଆ କହିଲା ନା ମୁଁ ତ ତୁ ଦୋଷ କରୁଛୁ ନା ମୋର ତ କିଛି ଦୋଷ ନାହିଁ হ্যাঁ ତୋ ମା କରିଛୁ ନା ମା ତ ମରିଲାଣି କେବେଠୁ ତମେ ସେଇଭଳିଆ ତୁ ଦୋଷ କରିଛୁ କିଏ ଗୋଟେ କହିଦେଉଛୁ ତମ ଟିଭିରେ ମିଡ଼ିଆରେ ତୁ ଦୋଷ କରିଛୁ ଏ ପ୍ରଭାତୀ ଫେର ଦୋଷ କରୁଥିଲା କିଏ ମିଛ କହୁଛି କିଏ ବର୍ତ୍ତମାନ ମିଛ କହୁଛି ସମସ୍ତେ ଦେଖୁଛନ୍ତି ତେଣୁ ତମକୁ ଲୋକ ମିଳୁନାହାନ୍ତି ତାକୁ ଏଭଳି ଭାବରେ ସୁଯୋଗ ଦେଇଛ ଯେ ତା ବିନା ଯେମିତି ତମେ ରହିପାରିବନି କାହିଁକି ସାଥିରେ ତୁମେ ଜଣେ ହେଲେ ଏମଏଲଏ କୁ ତୁମେ ପେଣ୍ଡାଲୁ କହିବାକୁ ଏକୁଟିଆ କହିବ ବା 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 ଭଲ ଗଣତନ୍ତ୍ରରେ ଆମେ ତମ ଅଧୀନରେ ରହିକି ଚାକିରି କଲା ଭଳିଆ ରହିବୁ ମୁଁ କାହିଁ ରହିବି ମୁଁ କେବେ ନବୀନ ପଟ୍ଟନାୟକକୁ ଦଳ ଛାଡ଼ିନି ମୁଁ ଦଳ ଛାଡ଼ିଥାଏ ପାଣ୍ଡିଆନ ଯୋଗୁଁ ଏବଂ ସେ ପାଣ୍ଡିଆନ ମୋତେ ଦୁଃଖ ଲାଗୁଛି ସେ ଥରେ କ୍ଷମା ମାଗିଥିଲେ ମୋତେ ଓପନଲି ମୋ ଭୁଲ ଧରନି ଭୁଲ କରିଛି ମୁଁ କହିଲି ନାଇଁ ମୋତେ ଆପଣ ସେ କଥା କୁହନ୍ତୁ ନାହିଁ ନା ନାଇଁ ତମକୁ ଗୋଟେ ଦେଲି ଗୋଟେ ବିଭାଗ ତୁମେ ବୁଲ ଚାରିଆଡ଼େ ଗାଡ଼ି ଦେଲ ଆମକୁ ଦେଲ ଭଲ ଅଫିସରେ ବି ଦେଲ ବୁଲିଲି ତାପରେ ମୋତେ କହିଲ ନାଇଁ ଆଉ ମୋ ସାଥିରେ କେହି ଯିବେନି ମୁଁ ଯିବି ଏକୁଟିଆ ତେଣୁ ଆଜି ମୁଁ ଯେଉଁଟା କହିଲେ ମାନେ କହିବାକୁ ଚାହେଁ ମୁଁ ଯେଉଁ ଦଳରେ ଅଛି ସେ ଦଳ ମୋ ପାଇଁ କିଛି ନ କରୁ କିନ୍ତୁ ମୁଁ ମୋର କର୍ତ୍ତବ୍ୟ କରୁ ହେଇ ଭାଙ୍ଗି ତ ସାରିଲାନି ଭାଙ୍ଗିବ କ'ଣ ବିଜେଡି ଭାଙ୍ଗିବ ଭାଙ୍ଗି ତ ଗଲାନି ଆଉ ଭାଙ୍ଗିବ କ'ଣ ସେ କହୁଛି ଦାୟିତ୍ୱ ପାଣ୍ଡିଆନ ଆଉ କିଏ ଦାୟୀ ପାଣ୍ଡିଆନ କ'ଣ ଗୋଟେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ପାଇଁ ନେଉଛ ହଁ ଏପର୍ଯ୍ୟନ୍ତ ତମର ସରିନି ଏବଂ ଯାହା ତା ବିରୁଦ୍ଧରେ କହିଦେଉଛ ଗୋଟେ ସେ ପ୍ରଭାତ କହିଲେ ତା ବିରୁଦ୍ଧରେ ତମେ କହୁଛ କାହିଁକି କହୁଛ ତାର କହିବାର ଅଧିକାର ଅଛି ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ କିଏ ଗୋଟେ କହିବା ଅର୍ଥ ନୁହେଁ ଯେ ତା ବିରୁଦ୍ଧରେ ତମେ ଲାଗିଯିବ ମୋ ବିରୁଦ୍ଧ କିଛି ନାହିଁ କ'ଣଟା ଲାଗିବ ମୁଁ କହିବି ଠୋଡ଼ା ହେବି ଆଇ ଚେତାବାରେ ନିଜେ କାମ ଦେବନି କାହିଁକି ଅପଦିନ ପରେ ଦେଖିବ ମୁଁ ଯାହା କହିବି ମୁଁ ଠିକ୍ ଅଛି ମୋ ଦଳରେ ବିଜେପି ପଦ୍ମ ଫୁଲ ଫୁଟିଛି ବୁଝିଲ ସେଟା କଇଁ ଫୁଲ ସବୁଠି ଫୁଟିଗଲା କଇଁ ଫୁଲ ଫୁଟୁଥିଲା ଧଳା ପିନ୍ଧୁଥିଲେ ନବୀନ ପଟ୍ଟନାୟକ କଇଁ ଫୁଲ ସେ ବୁଝିଲ ଆଉ ଏଇଟା ହେଲା ପଦ୍ମ ଫୁଲ ୟା ରଙ୍ଗ ଇଏ କ'ଣ ପୋଖରୀରେ ଫୁଟିବ ପାଣ୍ଡିଆନ ବାଙ୍ଗୁଥିଲୁ ସମସ୍ତେ ଜାଣିଛନ୍ତି ତ ନବୀନ ହାତରେ କ'ଣ ତା ଥିଲା କି ଆମେ ଦେଖେଇବୁ ଆମେ କହୁଥିଲୁ ନା ପ୍ରସନ୍ନ ମାନେ ଏମିତିକୁ ସଭା ଦେଖେଇ ଦେଲ ନବୀନ ପଟ୍ଟନାୟକ ବିରୁଦ୍ଧରେ ମୋତେ କହିଛି ତା ପାଖେ ଥିଲାବେଳେ ତ ତା ସପୋର୍ଟରେ କହୁଥିଲି ମୁଁ ବର୍ତ୍ତମାନ ତମେ ତା ବିରୁଦ୍ଧରେ କହିପାରିବି ସବୁ ଯଦି ପରବୁଦ୍ଧିରେ ଚାଲିବ ଗୋଟେ ଲୋକ କ'ଣ ହବ ମୁଁ ମୋ ନିଜ ବୁଦ୍ଧିରେ ଚାଲିଛି ଏତେ ବାଟ ଆସିଛି କାଲି ଯଦି ଅନ୍ୟ କାହା ବୁଦ୍ଧିରେ ଚାଲିବି ମୋ ଅବସ୍ଥା ବି ସେୟା ହେବ।